ଧର ଗୋଖର ସାପ। এই ଗୋଖର ସାପ ଯଦି ଥରେ ଛୋଟ ପାଇଲେ ରହି ରହି ଡାକ ଶୁଣେ। ଚମର ପାଞ୍ଚି ମଧ୍ୟ ବଦଳି ଯାଏ। ସତରେ ମୋ ଜୀବନର ଅଭିଧାନରେ ଅସମ୍ଭବ ବୋଲି ଶବ୍ଦ କିଛି ନାହିଁ। ମୋ ମୁଣ୍ଡ ଯଦି ଠିକ ଅଛି ତାହେଲେ ମୁଁ ଗୋଟାଏ ସୁନା ପିଲା। ସମୟ ଅନୁସାରେ এই ସୁନା ପିଲାଟା ତା ମୁଣ୍ଡଟା ବିଗିଡ଼ି ଯାଏ। ମୁଁ ପାଲଟି ଯାଏ ଗୋଟାଏ ବେଢ଼ା। ମୁଁ ପାଲଟି ଯାଏ ଗୋଟାଏ ନମହରା। ମୁଁ ବନାଗ୍ନି ବନଚକ ଅଗ୍ନି ମୁଁ ବନାଗ୍ନି। এই বনাগ্নিটা ଥରେ ହୁତୁ ହୁତୁ ହେଇ ଚଳିଗଲେ ଏ ସାରା ବନାଞ୍ଚଳଟା ଜଳି ପଡ଼ି ପାଉଁଶ ହେଇଯାଏ। ଆଉ ଏ ବଣ ମଧ୍ୟରେ ଯେତିକି ଜୀବଜନ୍ତୁ ଆଉ ଅମୂଲ୍ୟ ଚନ୍ଦନ କାଠ ଅଛି ସମସ୍ତେ ପଡ଼ି ଧୂଳିସାତ୍ ହେଇଯାଏ। ମୁଁ ଆଜି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଇଯାଇଛି କେବଳ ସେଇ ପୁଣ୍ଡରୀକ ବୈଦ ବାବାଙ୍କ ପାଇଁ। ସେ ବୈଦ ବାବା ଯଦି ଠିକ ସମୟରେ ଆଜି ମୋ ଜୀବନଟା ବଞ୍ଚେଇ ନଥାନ୍ତେ ତାହେଲେ ମୁଁ ମରିଯାଇଥାନ୍ତି। ମୁଁ ବଞ୍ଚିଛି। ସେ ପର୍ଯ୍ୟନ୍ତ ରାଜା ଦେବଦତ୍ତର ସମସ୍ୟାଟାକୁ ବିଧ୍ୱଂସ କରିଛୁ ସେ ପର୍ଯ୍ୟନ୍ତ ମୁଁ এই অগনা অগনি বনস্থ মধ্যরে বঞ্চিকি রহিবি। বঞ্চিকি রহিবি। অনেক সময় হয়ে গেল ମୁଁ ଏକାଠି ନିଜକୁ ନିଜେ ଗପି ଚାଲିଛି। ଏପର୍ଯ୍ୟନ୍ତ ମୋର ସହଯୋଗୀ ଭାଇ ଚାକ୍ଷୁଟା କୁଆଡ଼େ ଯାଇଛି ଘର କରୁଛି ଆସିଲାନି କାହିଁକି? ଚାକ୍ଷେ ଆମେ ଚାକ୍ଷେ କୋଉଠି ଅଛୁ ବେ ଶଳା?